ଆମେ ଏତିକି ମନେ ରଖିବା ଯେ ରଙ୍ଗର ଉତ୍ସବକୁ ଆମେ ଉତ୍ସବ ହିସାବରେ ପାଳନ କରିବା, ଯେମିତି ଏନଭାୟରମେଣ୍ଟାଲ ଫ୍ରେଣ୍ଡଲି କଲର୍ସ ଗୁଡାକ ଆସୁଛି ଆଜିକାଲି ସେଇଟା ଲଗେଇବା। ତାହେଲେ କାରଣ ନମସ୍କାର, ମୁଁ ସ୍ୱୟଂପ୍ରଭା ରଥ, ମୁଁ ଜଣେ ଦ୍ୱିଭାଷୀ କବି, ଓଡ଼ିଆ ଆଉ ଇଂରାଜୀରେ କବିତା ଲେଖେ। ଆଜି ରଙ୍ଗର ଉତ୍ସବ ହୋଲି, ଆମେ ସ୍ନେହ ପ୍ରେମର ବାର୍ତ୍ତା ଆମେ ସମସ୍ତଙ୍କୁ ଦେବା ଆଉ ସମସ୍ତେ ଖୁସି ହେଇକି ରଙ୍ଗ ଖେଳିବା। ସେ ରଙ୍ଗ ଆମେ ଏତିକି ମନେ ରଖିବା ଯେ ରଙ୍ଗର ଉତ୍ସବକୁ ଆମେ ଉତ୍ସବ ହିସାବରେ ପାଳନ କରିବା, ଯେମିତି ଏନଭାୟରମେଣ୍ଟାଲ ଫ୍ରେଣ୍ଡଲି କଲର୍ସ ଗୁଡାକ ଆସୁଛି ଆଜିକାଲି ସେଇଟା ଲଗେଇବା। ତାହେଲେ କାହାର ସ୍କିନରେ ପ୍ରୋବ୍ଲେମ ହବନି ଆଉ କେମିକାଲ୍ସ ନ ମିଶିଥିଲେ ସେ କଲର୍ସରେ ହିଁ ଆମେ ତାକୁ ଘର ତିଆରି ରଙ୍ଗରେ, ହଳଦୀରେ, ଫୁଲରେ, ପତ୍ରରେ ସୁନ୍ଦର ରଙ୍ଗ ତିଆରି ହେଇପାରେ। ସେ ସବୁ ରଙ୍ଗ ଗୁଡାକ ଏବେ ବି ବଜାରରେ ଉପଲବ୍ଧ ଅଛି। ତାକୁ ନେଇକି ଆମେ ଯଦି ଖେଳିବା ତାହେଲେ ଆମେ ସୁନ୍ଦର ଭାବରେ ଏ ଉତ୍ସବକୁ ଆନନ୍ଦରେ ଉପଭୋଗ କରିପାରିବା। ପରସ୍ପରକୁ ମିଠା ଖୁଆଇବା। ସେଇଟା ଅବଶ୍ୟ ମୁଁ ଏବେ କୋଉ ବି ମ୍ୟାଗାଜିନ୍ କୁ ଦେଇନି, ପବ୍ଲିଶ ହେଇନି, ଏଇ 2-3 ଦିନ ତଳେ ଲେଖିଛି। ଆଉ ସେଇଟା ମୋର ଗୋଟେ ନିଜସ୍ୱ ଅନୁଭୂତିକୁ ମୁଁ ଲେଖିଛି ଯେ ପୃଥିବୀର କୋଣ ଅନୁକୋଣରେ ରଙ୍ଗ ଅଛି। ଭଗବାନଙ୍କ ସୃଷ୍ଟିରେ ଖାଲି ରଙ୍ଗ ହିଁ ଭର୍ତ୍ତି ହେଇଛି। ଆଉ ସେଇ ସବୁ ରଙ୍ଗକୁ ଯଦି ଆମେ ଆମ ଜୀବନରେ ଧରି ପାରିବା, ନିଶ୍ଚୟ ଜୀବନ ରଙ୍ଗମୟ ହେଇ ଉଠିବ। ହୋଲି ରଙ୍ଗର ଉତ୍ସବ ହବା ସାଙ୍ଗେ ସାଙ୍ଗେ ସେଇଟା ମୋର ତିଥିର ଜନ୍ମଦିନ ମଧ୍ୟ। ତେଣୁ ଆମ ଘରେ ଖୁବ ସୁନ୍ଦର ଭାବେ ଆମେ ହୋଲିର ଉତ୍ସବଟିକୁ, ଜନ୍ମଦିନଟିକୁ ମୁଁ ସେଇ ତିଥି ଅନୁସାରେ ହିଁ ପାଳନ କରେ। ଇଂରାଜୀ ଦିନରେ ତାକୁ କେବେ ବି ଆଜି ଯାଏ ପାଳନ କରିନି। ତେଣୁ ଆମେ ଏଇ ରଙ୍ଗର ଉତ୍ସବ ସାଙ୍ଗେ ସାଙ୍ଗେ ଜନ୍ମଦିନ ଉତ୍ସବଟିକୁ ବି ମିଶିକି ପାଳନ କରୁ। ଆମେ ପରସ୍ପରକୁ ମିଠା ଖୁଆଉ ସେଦିନ, ଆଉ କେକ୍ ଲଗେଇ, କ୍ୟାଣ୍ଡେଲ ଲଗେଇ, କ୍ୟାଣ୍ଡେଲକୁ ଲିଭେଇ, ଏଇଟା ଆମ ପରମ୍ପରା ନୁହେଁ। ତେଣୁ ସେଇଟାରେ ଆମେ ବେଶୀ ବିଶ୍ୱାସ ନ କରିକି ଆମେ ପରସ୍ପରକୁ ମିଠା ଖୁଆଇବାକୁ ଭଲ ପାଉ। ତେଣୁ ମୁଁ ଖୁବ ସୁନ୍ଦର ଭାବରେ ଘର ତିଆରି ଲଡୁ ବନାଏ, ବେସନରେ ତିଆରି ଲଡୁ ବନାଏ। ସେଇ ଲଡୁ ଆମେ ବାଣ୍ଟୁ ବି ହୋଲିରେ। ଆଉ ଘରେ ମୁଁ ଗଜା, ତାପରେ ଫେଣି, ଏଗୁଡାକ ସବୁ ତିଆରି କରେ। ଆଉ ପୁରୀ, ମଟର ତରକାରୀ ଏମିତି ହେଇଥାଏ। ଯିଏ ସବୁ ଆସେ ଆମେ ଘର ତିଆରି ଖାଇବା ହିଁ ଦଉ। ତେଣୁ ସମସ୍ତଙ୍କୁ ମୁଁ ଅନୁରୋଧ କରିବି, ଆପଣ ନିଜେ ଘରେ କିଛି କିଛି ବନାନ୍ତୁ, ସେଇଟା ଖୁଆନ୍ତୁ, ତାହେଲେ ନିଶ୍ଚୟ ଭାବରେ ବନ୍ଧୁତ୍ୱ ବି ବଢିବ। ମିଠା ଖୁଆଇଲେ ବନ୍ଧୁତ୍ୱ ବଢେ।